ନମସ୍କାର ଆଜ୍ଞା। ମୁଁ ହିମାଂଶୁ ଆପଣଙ୍କୁ ମୋର ଏକ କବିତା ଶୁଣାଉଛି। ଯୁଦ୍ଧ ଲଢ଼ୁଥିବା ଝିଅଟିଏ। ହଁ ଠିକ୍, ସେ ହିଁ ଯୁଦ୍ଧ ଲଢ଼ିଛି। ତା ଭାଗ୍ୟ ଓ ଭାଗରେ ଯୁଦ୍ଧ ଲଢ଼ିଛି, ନୁହେଁ? ତେବେ ତୁମେ କହୁନ, ତା ଔରସ ସଂସାରରୁ ଭୂମି ସ୍ପର୍ଶ ପର୍ଯ୍ୟନ୍ତ ସେ ଯୁଦ୍ଧ କରିନାହିଁ? ମୁହୂର୍ତ୍ତେ ମୁହୂର୍ତ୍ତେ ଗର୍ଭପାତ ଶୁଣି ଶୁଣି 10 ମାସ ତିଷ୍ଠି ଯିବା ଗୋଟିଏ ଯୁଦ୍ଧ ନୁହେଁ କି? ହଁ, ଏଇ ତ ଯୁଦ୍ଧ। ସେ ଜିଣୁଛି, ଝିଅ ଘିଅ ଗୁହ ଶବ୍ଦ ସଂଯୋଗରେ ନିଜକୁ ବାଛି ଜାଣିଛି, ଠିକ୍ ନା? ତେବେ ତୁମେ କହୁନ, ବାପା ବୋଉ ଦାଦା ଖୁଡ଼ି ଜେଜେ ଜେଜେମା ପିଉସୀ ମାଉସୀଙ୍କ ବୋଝ ସହ ଲଢ଼ି ଲଢ଼ି ସେ ଯୁଦ୍ଧ କରିନାହିଁ? ଏତେ ଏତେ ଦୈତ୍ୟ ମେଳେ କୁନି ହସଟେ ହସିଦେବା ଗୋଟିଏ ଯୁଦ୍ଧ ନୁହେଁ କି? ହଁ, ଏଇ ତ ଯୁଦ୍ଧ। ସେ ସହୁଛି ବୋଲି ତ ଶିଶୁ କିଶୋରୀ ଯୁବତୀ ହେଉଛି। ଠିକ୍ କହିଛି ତ? ତେବେ ତୁମେ କହୁନ, କେତେ କେତେ ଶିଶୁ କିଶୋରୀ ଯୁବତୀ ପୁରୁଷ ଲୋଲୁପ ଦୃଷ୍ଟିରୁ ବଞ୍ଚି ଆସିନାହିଁ ସେ? ପାଦେ ପାଦେ ନିଜକୁ ଏକ ବଳାତ୍କାରୀ ସମାଜରେ ଅକ୍ଷତ ରଖିବା ଏକ ଯୁଦ୍ଧ ନୁହେଁ କି? ହଁ ଠିକ୍, ସେ ହିଁ ଯୁଦ୍ଧ କରିଛି। ବାପା ବୋଉ ଭାଇର ସୁରକ୍ଷା ତ୍ୟାଗ କରି ଜାଣିଛି। ଠିକ୍ ଶୁଣିଲେ ତ? ତେବେ ତୁମେ କହୁନ, ସାମାନ୍ୟ ଫ୍ରିଜ୍ କିମ୍ବା ମୋଟର ସାଇକେଲ ପାଇଁ ତା ଯୌବନ ଜୀବନ ସମ୍ମାନ ଦଳି ଦିଆଯାଉନାହିଁ? ନାରୀଟିଏ ଅବଳା ସବଳା ସରସ୍ୱତୀ ଲକ୍ଷ୍ମୀ ଦୁର୍ଗା କାଳୀ ଭଳି କ୍ଷଣେ କ୍ଷଣେ ନିଜକୁ ପରିବର୍ତ୍ତନ କରିବା ଏକ ଯୁଦ୍ଧ ନୁହେଁ କି? ହଁ, ଏ ହିଁ ଯୁଦ୍ଧ। ସେ ଲଦି ଧରିଛି, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଲଢ଼ି ଚାଲିଛି। ଠିକ୍ ପଢ଼ିଲେ, ଶୁଣିଲେ ତ? ତେବେ ତୁମେ କହୁନ, ଶିଶୁ କୈଶୋର ଯୌବନ ଯେଉଁ ମାଟି ଗଢ଼ିଥିଲା, ମୃତ୍ୟୁ ବେଳେ ସେତିକି ମଧ୍ୟ ତା ଭାଗ୍ୟ ତାକୁ କାହିଁ ଦିଏ ନାହିଁ? ଚିତାର ଅଗ୍ନି ହେଉ କି ମାଟିର ଆଲିଙ୍ଗନ ପାଇଁ, ମୃତ୍ୟୁ ପରେ ଜନ୍ମ ମାଟି ଟିକକ ପାଇଁ ଏକ ଯୁଦ୍ଧ ନୁହେଁ କି? ହଁ, ଏଇ ତ ଯୁଦ୍ଧ। ଏଇ ଦେଖ, ସନ୍ଧ୍ୟା ହେବାକୁ ଆସିଲାଣି। ଏବେ ଯୁଦ୍ଧର ଖବର ଆସିବ। ସବୁ ସନ୍ଧ୍ୟାରେ ତ ଯୁଦ୍ଧ ହୁଏ। ଆଖି ବନ୍ଦ କର, ତାର ଯୁଦ୍ଧ ଦେଖିବ। ନମସ୍କାର।